ଜଣେଇ ଦଉଛି ରବିବାର ଦିନ ଆମକୁ 9ଟା 9:30 ଭିତରେ ପୁରୀରେ ସବୁ ପହଞ୍ଚିବାର ଅଛି। ଆମେ ଯୋଉ ଏଇଠାକାର ଲୋକାଲ ରହିଲୁ ଯଥା ପୁରୀ, ଚନ୍ଦନପୁର, ସାକ୍ଷୀଗୋପାଳ ଏଇ ପାଖାପାଖି ସମସ୍ତେ ରହିଲୁ। ଆମେ ସବୁ ବେସିକ ଆରେଞ୍ଜମେଣ୍ଟ କରିଦେଇଥିବୁ। ଆମର ମର୍ଚିକୋଟ ଛକରୁ 10ଟାରେ ବାହାରି ଯାଇ ଘଣ୍ଟେ ଭିତରେ ପହଞ୍ଚିବାର ଅଛି ଗୁଣ୍ଡିଚା ମନ୍ଦିର ପାଖରେ। ସେଇଠି ରଙ୍ଗମଞ୍ଚ ଅଛି, ସେଇଠି ସଭାଟା କରାହବ। ଯୋଉ ଆମର ପ୍ରତିବାଦ ଯୋଉଥିପାଇଁ କରୁଛୁ ସେଇଠି ସବୁ ପ୍ରେଜେଣ୍ଟେସନ ହବ। ତାପରେ ସେ ସଭାଟା ଘଣ୍ଟେ 1.5 ଘଣ୍ଟା ଭିତରେ 11:30 12ଟା ଭିତରେ ସରିବା ପରେ ପାଖରେ ଆଖଣ୍ଡଳମଣି ମନ୍ଦିର ଅଛି, ସେଇଠି ସମସ୍ତେ ଭୋଜନ କରିବା, ତାପରେ ଯିବା ବ୍ୟବସ୍ଥା ହବ। କଥା ହଉଛି ଏତିକି। ଆଜ୍ଞା ସମ୍ପୂର୍ଣ୍ଣ ଭାବରେ ଦାୟିତ୍ୱ ନେଇଛନ୍ତି ପୁରୀ ଭାଇ ମାନେ କହିବେ ସେଇଟା ଆଉ କିଭଳି ଭାବରେ ବ୍ୟବସ୍ଥା ଅଛି ସବୁ ସେ କହିଦେଇଛନ୍ତି। ଆଜ୍ଞା ଆମେ ସମସ୍ତେ ଗୁରୁତ୍ୱ ଦେବା ପାଇଁ। ଆଜ୍ଞା ପ୍ରଶାନ୍ତ ମୋ କହିବା କଥା ପୁରୀରେ କିଛି ବ୍ୟାନର ମରା ହେଲା ଏବେଠୁ? ହଁ ସିଏ ସବୁ ଚାଲିଛି, ସେ ସବୁ କାର୍ଯ୍ୟକ୍ରମ ଚାଲିଛି ଭାଇ। ହଁ ଆଗେ ସେପଟ ଲୋକାଲ ଆମେ ଯାଉଛେ ପୁରୀକୁ। ହଁ ଭାଇ ପୁରୀ ଲୋକ ହିଁ ଯଦି ଜାଣିବେ ଯଦି ଏକାଠି ନ ହେବେ ତାହେଲେ ଭାଇ ଆମେ ଯାଇ କେତେ ଯିବା? ନାଇଁ ନାଇଁ ସିଏ ସବୁ ଆରେଞ୍ଜମେଣ୍ଟ ସରିଲାଣି। ତା ବାଦ ପୁରୀ ବାହାରେ ସମସ୍ତେ ଜାଣିବେ ବୋଲି ପ୍ରମୋସନ ଚାଲିଛି, ସୋସିଆଲ ମିଡିଆରେ ପ୍ରମୋସନ ଚାଲିଛି, ସେ ସବୁ ଚାଲିଛି।